ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟାରର ପୂର୍ବ ବର୍ଷର କ୍ୱେଶ୍ଚିନ୍ ଆନ୍ସର୍ ସବୁ ଦେଖିବା, ଯାହାକି ପରୀକ୍ଷାରେ ପଡ଼ୁଛି 60%। ପୁରା ସିଓର ମୁଁ ବି ଦେଖିଦେଇଛି। ପୂର୍ବ ବର୍ଷ କ୍ୱେଶ୍ଚିନ୍ ମୁଁ ପଢ଼ିଥିଲି, ଏଇ ବର୍ଷ କ୍ୱେଶ୍ଚିନ୍ ନାହିଁ ଯେଉଁଟାକି ମୁଁ ପଢ଼ଉଛି ସେଇଟା 2022ର। ମୁଁ ଦେଖିଥିଲି 2021ର ପଡ଼ିଥିଲା ବି 60% କ୍ୱେଶ୍ଚିନ୍। ଓକେ, କିନ୍ତୁ ତାମାନେ ପୁରା ଏକା ଲେଖା ଏକା ନାହିଁ, ସେମିତି ନାହିଁ। କିନ୍ତୁ ଲେଖା ଟିକେ ଅଲଗା ଆସିବ, କିନ୍ତୁ ମିନିଂ ପୁରା ଏକା। ଲେଖା ଅଲଗା ମାନେ ବୁଝିବାକୁ ଗଲେ କିନ୍ତୁ ସବୁ ମାନେ 60% ପୁରା ସେମ୍ କ୍ୱେଶ୍ଚନ୍। ତମେ ଯଦି କହିବ ଲେଖା ସେମ୍ ନାହିଁ ମାନେ କ୍ୱେଶ୍ଚିନ୍ ଅଲଗା ଅଲଗା, ସେମିତି କହିଲେ ହବନି। ବୁଝିଲ ନା? ବୁଝିବାକୁ ଚେଷ୍ଟା କର। ଓକେ, ମୁଁ ତ ତମକୁ ସେଇଥିପାଇଁ ପଢ଼ଉଛି ନା ପୂର୍ବ ବର୍ଷ କ୍ୱେଶ୍ଚିନ୍। ନା ମୁଁ କାହିଁ ପଢ଼ିଥାନ୍ତି, ଟାଇମ୍ ବେକାର ୱେଷ୍ଟ କରିଥାନ୍ତି। ବାରମ୍ବାର ପ୍ରାକ୍ଟିସ୍ କଲେ ସବୁ କିଛି ସଫଳ ହେଇପାରିବ। ଅଭ୍ୟାସ ଦ୍ୱାରା ସର୍ବସିଦ୍ଧି। ଓକେ, ଭାରତର ପ୍ରାଚୀନତମ ମୁଦ୍ରା ହେଉଛି, ଓକେ, ଏଇଟା ମୁଁ ଜାଣିଛି, ମୁଁ କହିଦେଉଛି, ଛାପାଯୁକ୍ତ ମୁଦ୍ରା। ଓକେ, ଭାରତର ପ୍ରାଚୀନତମ ମୁଦ୍ରା ହେଉଛି ଛାପାଯୁକ୍ତ ମୁଦ୍ରା, ମନେ ରଖିଥିବ। ଆହୁରି ମୁଁ ସବୁ କ୍ୱେଶ୍ଚିନ୍ ଅଛି, କିନ୍ତୁ ଏଇଟା ମୁଁ ଗୋଟେ କହିଦେଲି। ଓକେ, ଆଉ ମୋ ଖାତା ସବୁ ଅଛି, କହିବି ଯଦି ମୁଁ ଆନ୍ସର୍ ବି ଦେଇଦେବି। ଓକେ, ବିରେ ହେଲା ସମୁଦ୍ରଗୁପ୍ତଙ୍କ ଜୀବନୀ ଓ କାର୍ଯ୍ୟକଳାପ ଉପରେ ସୂଚନାରୁ ଡ୍ୟାସ୍‌ରୁ ମିଳିଥାଏ। ସି ହେଲା ହରପ୍ପା ସଂସ୍କୃତିର ଡ୍ୟାସ୍‌ଠାରେ ଏକ କଣ୍ଠିମାଳର କାରଖାନା ମିଳିଅଛି। ଡି ହେଲା ପୁରାତନ ପ୍ରସ୍ତର ଯୁଗ ଦୁଇଟି ଗ୍ରୀକ୍ ଶବ୍ଦରୁ ନିଆଯାଇଅଛି, ଯାହାର ଅର୍ଥ ହେଉଛି। ଇ ହେଲା ମଧ୍ୟପ୍ରସ୍ତର ଯୁଗୀୟ ଚିତ୍ରକଳା ଓଡ଼ିଶାର ଠାରେ ଦେଖିବାକୁ ମିଳିଥାଏ। ଏଫ୍ ହେଲା ନୂତନ ପ୍ରସ୍ତର ଯୁଗରେ ଶେଷ ପର୍ଯ୍ୟାୟରେ ଡ୍ୟାସ୍ ଟଣା ଗାଡ଼ିର ବ୍ୟବହାର ଆରମ୍ଭ ହୋଇଥିଲା। ଜି ହେଲା ତାମ୍ର ପ୍ରସ୍ତର ଯୁଗର ଶେଷ ପର୍ଯ୍ୟନ୍ତ କେଉଁ ଧାତୁର ବ୍ୟବହାର ମାନବ ସମାଜ ଜାଣି ନଥିଲା। ଏଚ୍ ହେଲା ଭୂତଳ ଜଳ ସମ୍ବନ୍ଧରେ ଅବବୋଧ ଥିବା ପ୍ରଥମ ମାନବ ସଭ୍ୟତା କ'ଣ ଥିଲା। ଆଇ ହେଲା ଦକ୍ଷିଣ ଏସିଆର ହରପ୍ପା ଜନବସତି ମଧ୍ୟରୁ ପ୍ରାଚୀନତମ କୃଷିଭିତ୍ତିକ ବସତି କେଉଁଠାରେ ଥିଲା। ଯେ ହେଲା ହରପ୍ପା ଅଧିବାସୀମାନେ ପୂଜା କରୁଥିବା ଦୁଇ ଦେବାଦେବୀର ନାମ ଲେଖ। କେଉଁ ବୈଦିକ ଯୁଗ ରାମାୟଣ ଲେଖା ହୋଇଥିଲା। ଋଗ୍ବେଦ କେତୋଟି ଶ୍ଲୋକ ଅଛି। ଓକେ, ଏଇଟା ପୁରା ଅତି ସହଜ କ୍ୱେଶ୍ଚିନ୍। ଦେଖ ପିଲାମାନେ, କିଛି ନାହିଁ, ବହି ଖୋଲିଦବ, ସବୁ ଏଗୁଡ଼ା ପାଇବ। ଓକେ, ତମର 15ଟା 16ଟା ଭଳିଆ କ୍ୱେଶ୍ଚିନ୍ ଦେଇଛି, ତା ଦେହରୁ 12ଟା କରିବ 1 ମାର୍କିଆ। ତା ପାର୍ଟ 2ରେ ଦେଖ, ଭାରତବର୍ଷ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ ଉପରେ ଅଧିକ ପଠନ ପାଇଁ କେଉଁ ଉତ୍ସମାନ ବ୍ୟବହାର ହୋଇଥାଏ। ଲେଖିବ। ଏଇଟା ଦୁଇଟି ତିନିଟି ବାକ୍ୟ ଲେଖିବ। ଏଇଟା 2 ମାର୍କିଆ ମାତ୍ର, ମାନେ ପଏଣ୍ଟ 1 ଦେଇକି କିଛି ଲେଖିଦବ, ଆଉ ପଏଣ୍ଟ 2 ଦେଇକି ଦିଆ ଲେଖିଦବ, 2 ମାର୍କ ମିଳିବ। ଓକେ, ବିଡି ହେଲା ପ୍ରାଚୀନ ଭାରତର ଇତିହାସ ପଠନ ପାଇଁ ହେଉଥିବା କୀର୍ତ୍ତିସ୍ତମ୍ଭମାନ କେଉଁଠାରେ ଅବସ୍ଥିତ। ସି ହେଲା ବୈଶାଳୀ ନିକଟରେ ବାସ କରୁଥିବା କେଉଁ ସମ୍ପ୍ରଦାୟମାନ ମିଶ୍ରି ଉଡ୍‌କି ଗଣସଂଘ ଗଠନ କରିଥିଲେ ଓ ପରବର୍ତ୍ତୀ କାଳରେ କିଏ ଏହାର ଧ୍ୱଂସ ସାଧନ କରିଥିଲେ। ଓକେ, ଡି ହେଲା ବୁରେନ୍ କ'ଣ, ଏହା ବ୍ୟବହାର କିପରି ହୋଇଥିଲା। ଇ ହେଲା କିପରି ଭାବରେ ଚକ୍ର ଉଦ୍ଭାବନ ମଧ୍ୟ ପ୍ରସ୍ତର ଯୁଗୀୟ ମଣିଷର ଜୀବନକୁ ପ୍ରଭାବିତ କରିଥିଲା। ଏଫ୍ ହେଲା ଅର୍ଥନୈତିକ କ୍ଷେତ୍ରରେ ନୂତନ ପ୍ରସ୍ତର ଯୁଗ କିପରି ମଧ୍ୟ ପ୍ରସ୍ତର ଯୁଗଠାରୁ ପୃଥକ୍ ଥିଲା। ଜି ହେଲା ହରପ୍ପା ସଭ୍ୟତାରେ ନର୍ଦ୍ଦମା ଜଳ ନିଷ୍କାସନ ବ୍ୟବସ୍ଥା ବିଷୟରେ ଲେଖ। ଲୋଥାଲ୍ କେଉଁଠାରେ ଅବସ୍ଥିତ ଓ ଏକ ହରପ୍ପା ସ୍ଥୂଳ ରୂପରେ ଏହାର ଗୁରୁତ୍ୱ କ'ଣ। ଆଇ ହେଲା ପରବର୍ତ୍ତୀ ବୈଦିକ ଯୁଗରେ କେଉଁ ପ୍ରକାର ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ଥିଲା। ଯେ ହେଲା ଗ୍ରାମଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଋଗ୍ ବୈଦିକ ଯୁଗରେ ରାଜନୈତିକ ସଂଗଠନ କିପରି ଥିଲା। ଓକେ, ଇଏ ସବୁ ଥିଲା 2 ମାର୍କିଆ କ୍ୱେଶ୍ଚିନ୍। ସବୁଗୁଡ଼ା କ୍ୱେଶ୍ଚିନ୍ ଲେଖିଦେଇକି ଖାତା ସବୁ ଆନ୍ସର୍ କରିବ। ଓକେ, ନହେଲେ ଏମିତି କରିବ, ମୋବାଇଲରେ ତମେ କେମିତି କ୍ୱେଶ୍ଚିନ୍ ଦେଖୁଥିବ, ଗୋଟେ ଆନ୍ସର୍ ତମେ ବାହାର କରିକି ଲେଖିବ। ଓକେ, ଆଉ ତମକୁ ଖାତାରୁ କ୍ୱେଶ୍ଚିନ୍ ଦେଖିବାକୁ ପଡ଼ିବନି, କିନ୍ତୁ ଖାତାର କ୍ୱେଶ୍ଚିନ୍‌ଟା କଲେ 2ଟା ରହିବ ଏକାଥରେ, ଭଲ ଲାଗିବ। ରେଡ୍ ପେନ୍‌ରେ କ୍ୱେଶ୍ଚିନ୍‌ଟା ଲେଖିବ, ଆଉ ବ୍ଲୁ ପେନ୍‌ରେ ଆନ୍ସର୍‌ଟା ଲେଖିବ। ଏଇ ଟାଇପ୍‌ର। ପାର୍ଟ 3ରେ ଦେଇଛି
3 ମାରିକି 8ଟା 75 ଶବ୍ଦରେ ଲେଖିବ। ମାନେ ଗୋଟେ ଯୋଉ ଦେଇଥିବ ସେ ପେଜ୍ 30 ପେଜ୍, ତାହେଲେ ତୁ ଗୋଟେ ପେଜରେ ହାଫ୍ ପେଜ୍ ଲେଖିଲେ ବି ହେଇଯିବ। ଓକେ। ଭାରତକୁ ଚୀନ ଦେଶରୁ ଆସିଥିବା ପରିବ୍ରାଜକମାନଙ୍କ ବିବରଣୀ ସବୁ ପ୍ରଦାନ କରିବ। କିଏ କିଏ ସବୁ ଆସିଥିଲେ ଭାରତକୁ ଚୀନ? ମୁଁ ଜାଣିଛି ଗୋଟେ, ନା ମୁଁ 2-3ଟା ଜାଣିଛି। ଗୋଟେ ହୁଏନ୍ସା, ଆଉ ଗୋଟେ ଫାଇୟାନ୍। ଓକେ, ଏଇଭଳି ସବୁ ଅଛନ୍ତି। ଆହୁରି ସିନ୍ଧୁ ନଦୀର ଉପତ୍ୟକାର ମୁଖ୍ୟ ସ୍ଥାନମାନ। ଓକେ। ସିରେ ହେଲା ତାମ୍ର ପ୍ରସ୍ତର ଯୁଗର ଉପକରଣ ମାନ। ଡିରେ ହେଲା ପୁରାତନ ପ୍ରସ୍ତର ଯୁଗୀୟ ମାନବର ଚିତ୍ରକଳା। ଇ ହେଲା ମଧ୍ୟ ପ୍ରସ୍ତର ଯୁଗୀୟ ମାନର ଜୀବିକା ନିର୍ବାହ ପଦ୍ଧତି। ଏଫ୍ ହେଲା ନୂତନ ପ୍ରସ୍ତର ଯୁଗରେ ଭାରତରେ ଜନବସତି ମାନ। ଜିରେ ହେଲା ହରପ୍ପା ସଭ୍ୟତାର ଉତ୍ପତ୍ତି। ଏଚ୍ ହେଲା ହରପ୍ପାର କଳା, ହସ୍ତଶିଳ୍ପ ଓ ଲିପି। ଆଇ ହେଲା ଋଗ୍ବେଦୀୟ ସମାଜ। ଯେ ହେଲା ପରବର୍ତ୍ତୀ ବୈଦିକ ଯୁଗର ସାହିତ୍ୟ। ଏ ସବୁ 3 ମାରିକା ଲଙ୍ଗ କ୍ୱେଶ୍ଚିନ୍ ଆନ୍ସର ଥିଲା। ଓକେ। ତାପରେ ପାର୍ଟ ଆଇଭିରେ ଯାଇଛି 7 ମାର୍କିଆ 4ଟା। ପୂର୍ବ ଭିଡ଼ିଓ ଯାହା କହୁଥିଲି ସେଇଭଳିଆ ହିଁ କରିବ, ବେଟର୍ ହିଁ ରହିବ। ଓକେ। ପ୍ରାଚୀନ ଭାରତ ଇତିହାସ ପଠନ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ଉପାଦାନ ମାନ ଆଲୋଚନା କର। ଅରରେ ଦେଇଛି ପ୍ରାଚୀନ ଭାରତରେ ଥିବା ମହାଜନପଦ ଗୁଡ଼ିକ ମଧ୍ୟରୁ ଅଣରାଜତନ୍ତ୍ର ବ୍ୟବସ୍ଥା ଥିବା ରାଜ୍ୟ ଗୁଡ଼ିକ ବିଷୟରେ ଆଲୋଚନା କର। 5 ହେଲା ପ୍ରାଚୀନ ପ୍ରସ୍ତର ଯୁଗର ମୁଖ୍ୟ ବିଭାବ ମାନ ଆଲୋଚନା କର। ଅରରେ ଦେଇଛି ତାମ୍ର ପ୍ରସ୍ତର ଯୁଗରେ ଖାଦ୍ୟ ଉତ୍ପାଦନ ପାଇଁ କୃଷିର ଆରମ୍ଭ ଉପରେ ଏକ ଟିପ୍ପଣୀ ଲେଖ। 6ରେ ହେଲା ହରପ୍ପା ଅଧିବାସୀ ମାନଙ୍କର ଅର୍ଥନୈତିକ ଜୀବନ ଆଲୋଚନା କର। ଅରରେ ହେଲା ହରପ୍ପା ସଭ୍ୟତାର ଅଧିବାସୀ ମାନଙ୍କର ରାଜନୈତିକ ସଂଗଠନ ଓ ଧାର୍ମିକ ବିଶେଷ ଆଲୋଚନା କର। 7ରେ ହେଲା ଋଗ୍ବୈଦିକ ଯୁଗର ରାଜନୈତିକ ବ୍ୟବସ୍ଥା ଓ ଲୋକମାନେ ବ୍ୟବହାର କରୁଥିବା ଧର୍ମ ଆଲୋଚନା କର। ଅରରେ ହେଲା ପରବର୍ତ୍ତୀ ବୈଦିକ ଯୁଗରେ ସାମାଜିକ ସ୍ତରୀକରଣ, ଧର୍ମ ଓ ସଂସ୍କୃତି ଆଲୋଚନା କର। ଏହା ଥିଲା ହିଷ୍ଟ୍ରି କୋର୍ 1ର ହିଷ୍ଟ୍ରି ଅନର୍ସର। ଓକେ, ଢଲିକିନା ଦେଖିନ। ଜୟ ଜଗନ୍ନାଥ। ଭିଡ଼ିଓ ଷ୍ଟପ୍ କରିକି ଆଉଥରେ ଭଲ କ୍ୱେଶ୍ଚନ୍ ସବୁ ଦେଖିନେବେ। ଓକେ।